ସେଥିରେ ଆପଣମାନଙ୍କର ଚାକିରି ନାହିଁ ବୋଲି କହିବେ। ଆମେ ତ ଶୁଣୁଥିଲୁ ମଝିରେ ନାହିଁ ବୋଲି, କାଲି କାମ କରୁଛୁ ବୋଲି ରଖିଛନ୍ତି। ସ୍ୱାମୀ ମାନେ ଯୋଉମାନେ ପ୍ରୋତ୍ସାହନ ଦଉଥିଲେ ନାଇଁ ମୋ ସ୍ତ୍ରୀ ଓଡିଶା ଜୀବିକା ମିଶନରେ ଅଛି, ଭାଇମାନେ କହୁଥିଲେ ଅଛି, ଏବେ କହୁଛନ୍ତି ଗୋଟେ ବ୍ୟାଗ ପକେଇକି ପ୍ରହସନ କରିକି କାହିଁ ଯାଉଛ, ଦରମା ନାହିଁ କି ପତ୍ର ନାହିଁ। ବଡ ଲାଜ ଲାଗୁଛି ସେଥିପାଇଁ କି ଆମେ ନିଜେ ଜାଣିନୁ ଆମ ଦରମା କେତେ, ଆମେ କହିବୁ କାହାକୁ କଣ? କଣ ଅସୁବିଧା ହେଇଛି, କାହିଁ ବ୍ଲକ ଆଗରେ ଧାରଣାରେ ବସୁଛନ୍ତି, ଆପଣଙ୍କ ପରିଚୟ ଦେଇ କୁହନ୍ତୁ। ଆଜ୍ଞା, ମୋ ନାଁ ଇତିଶ୍ରୀ ବସ୍ତିଆ। ମୁଁ ଜଟଣୀ ବ୍ଲକ ଅଧୀନରେ ଥିବା ଜାଁଳା ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘର ବ୍ୟାଙ୍କ ମିତ୍ର ଭାବରେ କାମ କରୁଛି। ଆମେ ଦୀର୍ଘ 2019 ଡିସେମ୍ବର ମାସରୁ ଯେତେବେଳେ କାର୍ଯ୍ୟରେ ଯୋଗ ଦେଲୁ, ସବୁ କାମ ଠିକ ଚାଲିଥିଲା। ଆମକୁ 6,750 ଦରମା ହିସାବରେ ଆମକୁ କାର୍ଯ୍ୟରେ ଯୋଗ ଦେବାକୁ କୁହାଗଲା। ତାପରେ ଆମେ 5 ବର୍ଷ କାମ କଲୁ। 2023 ମସିହାରେ 2023 ମାର୍ଚ୍ଚ ମାସରେ ସରକାର ଆମ ଦରମାକୁ ବର୍ଦ୍ଧିତ କରିକି 10,750 ଟଙ୍କା କଲେ। ମାତ୍ର ଦୁଃଖର ବିଷୟ, ଦରମା କଲେ, ଗୋଟିଏ ମାସର ଦରମା ଆମକୁ ମିଳିଲା, ବାକି